କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ, କିନ୍ତୁ ଶୁଣି ସାରିଲା ପରେ ଚୁପଚାପ ଶୋଇପଡ଼ିବ, ଜମା ଦୁଷ୍ଟ ହେବନି। ହଉ, ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ଗୋଟେ ବଡ଼ ଜଙ୍ଗଲଟେ ଗାଁ ପାଖରେ ଥିଲା। ହେଲେ ସେ ଜଙ୍ଗଲ ପାର ହେଲେ ଯାଇ ପାଖାପାଖି ସହରକୁ ଲୋକ ଯାଇପାରୁଥିଲେ। ଯେକୌଣସି ଲୋକର ଯଦି ସହରରେ କିଛି କାମ ପଡ଼ିଲା ଗାଁ ଲୋକମାନଙ୍କର, ତାହେଲେ ସେମାନେ ସେଇ ରାସ୍ତା ଦେଇକି ସହରକୁ ଯାଉଥିଲେ। ଆଉ ଅଲଗା ରାସ୍ତା ହେଲେ ବହୁତ ରାସ୍ତା ବୁଲାଣି ପଡ଼ୁଥିଲା, ତେଣୁ ସମସ୍ତେ ସେଇପଟେ ଯାଆନ୍ତି। ହେଲେ ଦିନକର କଥା, ଉଦୁଉଦିଆ ଖରାବେଳ। ଖରାଦିନ ଖରାବେଳ ପିଲାମାନେ ଜାଣିଛ, ବହୁତ ଟାଣ ଖରା ହେଉଥାଏ। ସେ ସମୟରେ ଖରାବେଳେ ଯଦି ରାସ୍ତାରେ କିଏ ଯାଉଥିବ, ସେ ଫିଲ୍ କରିଥିବ ସୁନସାନ ରାସ୍ତା, କେହି କୁଆଡ଼େ ନଥିବେ, କାଉ କୋଇଲି ମଧ୍ୟ ବୋବଉ ନଥିବେ। ଏମିତି ସମୟଟା କ'ଣ ହେଇଛି ନା, ସେଇଦିନ ରାସ୍ତାରେ ଗୋଟେ ଶଗଡ଼ିଆଟି ଯାଉଥିଲା। ଖରାବେଳଟାରେ ଯାଉଛି ସେ। ହେଲେ ସେ ଶଗଡ଼ିଆଟି ଦୁଇଟି ବଳଦ ଥାଇକି ଶଗଡ଼ ଚଲାଉଛି। ତ ସେ ଶଗଡ଼ିଆଟିକି ବେଳେବେଳେ ନିଦ ଆସୁଛି। ସେ କ'ଣ କରୁଛି, ଟିକିଏ ଅଳପ ଢୁଙ୍କୁରଉଛି। ଢୁଙ୍କୁରେଇକି ନିଦୁଆ ଅବସ୍ଥାରେ ମଧ୍ୟ ତାର ଗୋଟେ ବାଡ଼ି ଧରିଥାଏ। ଶଗଡ଼ିଆ ମାନେ ସବୁ ବଳଦକୁ ବାଡ଼େଇବା ପାଇଁ ଗୋଟେ ବାଡ଼ି ଧରିଥାନ୍ତି। ତ ସେ ବାଡ଼ିଟାରେ ସେ କ'ଣ କରେ ନା, ବଳଦମାନଙ୍କୁ ମଝିରେ ମଝିରେ ଗୋଟିଏ ଗୋଟିଏ ବାଡ଼ି ଦିଏ। ବାଡ଼ି ଦିଏ ମାନେ ବାଡ଼ାଏ। ଟିକିଏ ବାଡ଼େଇ ଦେଲେ ବଳଦ ଯାକ ଯାଆନ୍ତି, ଆଗକୁ ଚାଲେ, ଶଗଡ଼ ବି ଚାଲେ। ତ ଯଦି ଦୁଷ୍ଟ ବଳଦ କିଏ ହାବୁଡ଼ିଥିବ, ମାନେ ଦୁଷ୍ଟ ବଳଦ କେଉଁଟା ହେଇଥିବ, କହିଲେ ତାକୁ ଟିକେ ଅଧିକ ମାଡ଼ ଦେବାକୁ ପଡ଼େ। ବାକି ପ୍ରାୟ ବଳଦ ସବୁ ଅଭ୍ୟସ୍ତ, ଟିକିଏ ଠୁକି ଠାକି ଦେଲେ ବି ସେମାନେ ପଳାନ୍ତି। ତ ସେଇ ଶଗଡ଼ିଆଟି କ'ଣ କରିଛି, ସେଇ ଆଗରେ ବସିକି ଢୁଙ୍କୁରଉଛି। ନିଦ ଅବସ୍ଥାରେ ଢୁଙ୍କୁରେଇ ମଝିରେ 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 ଏ ବଳଦକୁ ବାଡ଼ିଏ, ପୁଣି କିଛି ସମୟ ଗଲେ ସେ ବଳଦକୁ ବାଡ଼ିଏ। ଧୀରେ ବାଡ଼େଇ ଦେଉଛି, ନିଦ ବଳରେ ବି ଅଭ୍ୟାସ ହେଇଗଲାଣି ତାର। ତ ବଳଦମାନେ ତାର ନେଉଛନ୍ତି। ହେଲେ ଏ କଥା ରୋଡ଼ ସାଇଡ଼ରେ ଗୋଟେ ଗଛ ଉପରେ ଗୋଟେ ମାଙ୍କଡ଼ ବସିଥିଲା। ସେ ମାଙ୍କଡ଼ଟି ଦେଖିଲେ ସେ କିଛି ରାସ୍ତା ଯାଏଁ ଶଗଡ଼ ପଛେ ପଛେ ଚାଲି ଚାଲି ଗଲା। ସିଏ ଦେଖିଲା ଯେ, ଆରେ ଏଇ ବଳଦ ଗୁଡ଼ାକ ଖରା ତରାରେ ଟାଣି ଟାଣି ଶଗଡ଼କୁ ନେଉଛନ୍ତି, କିନ୍ତୁ ଶଗଡ଼ିଆର ଟିକେ ବି ଦୟା ମାୟା ନାହିଁ। ସିଏ ତାର ମଝିରେ ମଝିରେ ସିଏ ବାଡ଼େଇ ଦେଉଛି। ସିଏ ତ ଠିକ୍ ଠାକ୍ ଟାଣୁଛନ୍ତି ଏ ଶଗଡ଼, କାହିଁକି ତମେ ବାଡ଼ଉଛ? ଏ କଥା ଦେଖିକି ମାଙ୍କଡ଼କୁ ଭାରି ଦୟା ଆସିଲା। ସେ ବଳଦମାନଙ୍କ ପ୍ରତି ସେଠି ଦୁଃଖ କଲା, କିନ୍ତୁ କ'ଣ ବା କରିପାରିବ ମାଙ୍କଡ଼ଟେ। ଡେଇଁ ଡେଇଁ ଡାଳରୁ ଡାଳକୁ ସିଏ ଯାଉଥାଏ, ସାଇଡ଼ରେ ହୁଁ ହାଁ ଟିକେ ହେଉଥାଏ, କାଳେ ଶଗଡ଼ିଆର ନିଦ ଭାଙ୍ଗିବ। ସେଠି ଦେଖିବ ଶଗଡ଼ିଆ ବା କାହିଁ ଶୁଣିବ, କେଉଁ ମାଙ୍କଡ଼ ହୁଁ କଲେ ସେମିତି ଚାଲିଥାଏ। କିଛି ରାସ୍ତା ଗଲା ପରେ ସିଏ ଦେଖିଲା ଯେ ଏଇ ବଳଦ ଗୁଡ଼ାକୁ ଶୋଷ ହେଲାଣି ବୋଧେ, ତଣ୍ଟି ଫଣ୍ଟି ଶୁଖିଲାଣି ସେମାନଙ୍କର। ଶଗଡ଼ିଆଟା ଜମା ଶୁଣୁନି, ତାଙ୍କୁ ବାଡ଼େଇ ଦେଉଛି। ତ ସେ କ'ଣ କଲା ନା, ସେ ନିଜେ ଡେଇଁକି ପଳେଇ ଆସିଲା। ବଳଦ ସବୁ ଟାଣି ଟାଣି ଯେଉଁ ନେଉଛନ୍ତି, ସେ ବଳଦ ମଝିଆ ମଝି ଦଣ୍ଡାକୁ ଧରିକି ନିଜେ ଟିକେ ଶଗଡ଼ଟାକୁ ଟେକିବାକୁ ଚେଷ୍ଟା କଲା। ଟେକି ଟେକି ଦୁଇ ହାତରେ ଚାଲିଲା। ସିଏ ମନେ ମନେ ଭାବୁଛି କ'ଣ ଯେ, ମୁଁ ଟେକିଲେ ଯାହା ହେଲେ ବଳଦମାନଙ୍କୁ କିଛିଟା ତ ସାହାଯ୍ୟ ହେଇଯିବ, ତାଙ୍କର ଓଜନ କିଛି ତ କମିଯିବ, ଏହା ଭାବିକି ସେ ଟେକି ଟେକି ଯାଉଛି। ହେଲେ ପିଲାମାନେ, ତମେ ଜାଣିଛ ମାଙ୍କଡ଼ ତ 4 ଗୋଡ଼ରେ ହିଁ ସିନା ଚାଲିପାରିବ, କିନ୍ତୁ ଏଇ ମାଙ୍କଡ଼ଟି 2 ଗୋଡ଼ରେ ଚାଲିକି ଆଗ 2 ଗୋଡ଼ରେ ଟେକିକି ଧରୁଛି ଷଣ୍ଢକୁ। ତାହେଲେ ତାକୁ ଭାରି କଷ୍ଟ ହେଉଛି। ସଁ ସଁ ହେଇଗଲାଣି, ଧଁ ସଁ ହେଇଗଲାଣି। ଅଳ୍ପ ରାସ୍ତା ଗଲା ଭିତରେ ସେ ହାଲିଆ ହେଇଗଲାଣି। ହାଲିଆ ହେଇଗଲେ ନିଜେ ଚିନ୍ତା କରୁଛି, ଭାଇ ମୁଁ ଯଦି ଏତିକି ଟିକିଏ ରାସ୍ତା ଆଣିକି ଏତେ ହାଲିଆ, ଏ ବଳଦମାନେ କେତେ କଷ୍ଟ ପାଇବେଣି। ଏମିତି ଭାବୁଛି, ସେ ଟେକିକି ଚାଲୁଛି। ଚାଲି ଚାଲି ଯାଉ କ'ଣ ହେଇଛି ନା, ଶଗଡ଼ିଆ ତାର ଅଭ୍ୟାସ ବଶତଃ ଧୀରେ ଧୀରେ ବାଡ଼େଇ ଦେଉଛି। ଆକୁ ଥରେ ବାଡ଼େଇ ଦେଉଛି, ତାକୁ ଥରେ ବାଡ଼େଇ ଦେଉଛି, ଏମିତି ଚାଲିଛି। ମାଙ୍କଡ଼ ମନେ ମନେ ଭାବୁଛି, ଆରେ ମୁଁ ତ ଏବେ ଟେକି ଟେକି ଯାଉଛି, ଆଉ ସେମାନଙ୍କୁ ବାଡ଼େଇବା କ'ଣ ଦରକାର, ଟିକେ ତ ଚୁପଚାପ ରହିଲେ ହେବନି। ଏମିତି ଭାବୁଛି ହଠାତ୍ ଶଗଡ଼ିଆ କ'ଣ କରୁଛି ନା, ନିଦ ବାଉଳରେ ସେ ବଳଦକୁ ବାଡ଼ଉ ବାଡ଼ଉ ଗୋଟିଏ ଛାଟ ମାଙ୍କଡ଼ ଦେହରେ ବସେଇ ଦେଇଛି। ଯେମିତି ବାଜିଗଲା, ମାଙ୍କଡ଼ ତ କେବେ ଛାଟ ଖାଇନି। ମାଙ୍କଡ଼କୁ ସିନା କିଏ କେତେବେଳେ ଢେଲାଟେ, କିଏ କାଠଟେ କ'ଣ ଫୋପାଡ଼ନ୍ତି ସିନା, ସତସତିକା ଛାଟ କେବେ ପାଖରୁ କିଏ ବାଡ଼େଇଛି କି ମାଙ୍କଡ଼ ପିଠିରେ? କେହି ବାଡ଼େଇ ନାହାନ୍ତି। ତ ମାଙ୍କଡ଼ ଯେମିତି ଚାହିଁକିନି ବାଜିଲା, ମାଙ୍କଡ଼ ଦେହରେ ନିଆଁ ଲାଗିଲା ଭଳିଆ ଲାଗିଲା। ସେ ଚାହିଁକିନି ଛାନିଆ ହେଇକି ଡିଆଁଟେ ମାରିକି ପଳେଇଲା ଗଛ ଉପରକୁ। ଗଛ ଉପରକୁ ଯାଇକି ଦେଖିଲା, ଆରେ ଭାଇ ପିଠିରେ ପୁରା ଲୋଳା ବସିକି ଅଛି। ସେ ଆଉଁସିଲା ପିଠିଟାକୁ, କଷ୍ଟରେ ଆଖିରୁ ଲୁହ ବାହାରିଲାଣି। ତାକୁ ଦେଖା ଦେଖି ଅନ୍ୟ ମାଙ୍କଡ଼ମାନେ ଯେଉଁ ସବୁ ଗଛରେ ଥିଲେ, ସବୁ ଖିଁ 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 ହେଇକି ହସିଲେ। ଆକୁ ଭାରି ଖରାପ ଲାଗିଲା। ଇଏ କହିଲା, ଆରେ ମୋତେ ମାଡ଼ ବାଜିଲା, ତମେମାନେ ସବୁ ହସୁଛ କ'ଣ କହିକି ରାଗିଲେ।
ତାଙ୍କ ଦଳରେ ଯୋଉ ଦଳପତି ଥିଲା ସେ କହିଲା, ଆରେ ବାବୁ ତୁ ରାଗୁଛୁ କ'ଣ? ତୁ ଟିକେ ଚିନ୍ତା କର। ନା କ'ଣ ଚିନ୍ତା କରିବି? ନା ଟିକେ ଦେଖ ସେ ଶଗଡ଼ ଆଡ଼େ ଦେଖ। ସେ ଦେଖିଲା ଶଗଡ଼ ଆଡ଼େ, ସେମିତି ବଳଦ ଦିଟା ପୁଣି ସେ ଶଗଡ଼କୁ ଟାଣିକି ନେଉଛନ୍ତି। ସେ ଶଗଡ଼ିଆ ମଝିରେ ମଝିରେ ବାଡ଼ିଆକୁ ବାଡ଼ି ତାକୁ ପକଉଛି, ସେ ତାଙ୍କ ରାସ୍ତାରେ ଚାଲିଛି। ତ ଇଏ କହିଲା, କ'ଣ ଦେଖିବି କ'ଣ ଅଛି ଏଥିରେ? ନା ଜାଣିପାରିଲୁନି କିଛି? ଆରେ ତୁ ଯିବା ପୂର୍ବରୁ ବି ସେ ଶଗଡ଼ ସେମିତି ଚାଲୁଥିଲା। ତୁ ଯାଇକି ଟେକି ଟେକି ଯୋଉ ଭାବୁଥିଲୁ ତୁ ନିଜେ ଟେକିକି ନେଉଛୁ ବୋଲି, ତୁ କିଛି କରୁନଥିଲୁ। ଏବେ ତୁ ପଳେଇ ଆସିଲୁ, ତଥାପି ସେ ଶଗଡ଼ ସେମିତି ଚାଲିଛି। ତେଣୁ ତୋର ସେଥିରେ କିଛି ଯିବା ଆସିବା ନଥିଲା। ଖାଲି ଲାଭ ହେଲା କ'ଣ? ନା ତୁ ଗୋଟେ ଭଲ ଛାଟଟେ ଖାଇଲୁ। ମାଙ୍କଡ଼ ଚିନ୍ତା କଲା, ଆରେ ହଁ ସତ କଥା ତ। ମୁଁ ତ ଥିବା ନଥିବା ପୁରା ସମାନ। ମୁଁ ଯାଇଥିଲି ସେଠିକି, ମୁଁ ଆସିଲା ପରେ ବି ସେ ଶଗଡ଼ ସେମିତି ଚାଲିଛି। ତେଣୁ ତେଣୁ ସେ ବୁଦ୍ଧି ଶିଖିଲା ଯେ ନା ନା, ନିଜ କାମ ଛାଡ଼ିକି ଅନ୍ୟ କାମରେ ମନ ଦବା ମାନେ ଏଇଭଳିଆ ଅବସ୍ଥା ହବ। ନିଜ କାମ ନିଜେ କରିବ, ସୁନା ପିଲା ଭଳି ରହିବ। ବୁଝିଲ ତ ପିଲାମାନେ? ଆଜି ପାଇଁ ଏତିକି। ଆଜିର ଗୋଟେ ଭଲ ଶିକ୍ଷା ମିଳିଲା କି ନାହିଁ? ଯେ ନିଜ କାମ ନିଜେ ମନ ଦେଇକି କର। ଅନ୍ୟ କାମକୁ ଦେଖିକି ଯଦି ଆମେ ଭାବିବା ସେ କାମଟା ଭଲ, ସେ କାମଟା ଏମିତି କଲେ ହୁଅନ୍ତା, ସେ କାମଟା ସେମିତି କଲେ ହୁଅନ୍ତା, କହିଲେ ମାଙ୍କଡ଼ ଭଳିଆ ଆମେ ବି ଛାଟ ଖାଇବା। ଠିକ୍ ଅଛି ତ? ତାହେଲେ ଆଜି ପାଇଁ ଏତିକି। ବାଏ।